କିନ୍ତୁ ୟୁକୋ ବ୍ୟାଙ୍କ ଆମେ ଭିତରେ ଧୂଆଁ ବାହାରିଲା ପରେ ଆମେ ଭିତରେ ପଶି ଦେଖିଲୁ ୟୁକୋ ବ୍ୟାଙ୍କରେ କୌଣସି ଫାୟାର ଫାଇଟିଂ ସିଷ୍ଟମ କରିନାହାନ୍ତି। ନାଇଁ ନିମାପଡ଼ା ଆମେ ଖବର ପାଇଲୁ ୟୁକୋ ବ୍ୟାଙ୍କରେ ନିଆଁ ଲାଗିଛି ବୋଲିକା ହଠାତ୍ ଆସିକି ଟିମ୍ ପହଞ୍ଚିଲା ପରେ ଦେଖିଲୁ ୟୁକୋ ବ୍ୟାଙ୍କ ପଛପଟେ ତାଙ୍କର ଗୋଟେ ଷ୍ଟୋର ରୁମ୍ ଭଳିଆ ରହିଛି ଯେଉଁ ଷ୍ଟୋର ରୁମ୍ଟାରେ ଇଲେକ୍ଟ୍ରିକ୍ ସର୍ଟ ସର୍କିଟ୍ ହେଇକି ନିଆଁ ଲାଗିଥିବାର ଅନୁମାନ କରାଯାଉଛି। ସେ ରୁମ୍ରେ ବହୁତ ଫୋମ୍ ଅନୟୁଜ୍ ଫୋମ୍ ଗୁଡ଼ା ରହିଛି ଆଉ ଷ୍ଟୋର ଆର୍ଟିକଲ ରହିଛି ଯେଉଁଟାକି ନିଆଁ ଲାଗିକି ବେଶୀ କଳା ଧୂଆଁ ଗୁଡ଼ା କରି ପକେଇଛି ଏବଂ ସେ ଧୂଆଁ ଗୁଡ଼ା ୟୁକୋ ବ୍ୟାଙ୍କ ଭିତରକୁ ସ୍କାଇଲାଇଟ୍ ଭିତରେ ପଶି ଆସିଛି ଯେଉଁଟାକି ୟୁକୋ ବ୍ୟାଙ୍କ ନିଆଁ ଲାଗିଛି ବୋଲି ଗୋଟେ ଚହଳ ସୃଷ୍ଟି ହେଇଛି କିନ୍ତୁ ସେମିତି ୟୁକୋ ବ୍ୟାଙ୍କର କୌଣସି କ୍ଷତି ଘଟି ନାହିଁ। କିନ୍ତୁ ୟୁକୋ ବ୍ୟାଙ୍କ ଆମେ ଭିତରେ ଧୂଆଁ ବାହାରିଲା ପରେ ଆମେ ଭିତରେ ପଶି ଦେଖିଲୁ ୟୁକୋ ବ୍ୟାଙ୍କରେ କୌଣସି ଫାୟାର ଫାଇଟିଂ ସିଷ୍ଟମ କରିନାହାନ୍ତି। ହଁ ବର୍ତ୍ତମାନ ସିଚୁଏସନ୍ ନିଆଁକୁ ସମ୍ପୂର୍ଣ୍ଣ ଲିଭେଇ ଦିଆଯାଇଛି ଆଉ କୌଣସି ପ୍ରକାର ଇଏ ନାହିଁ ଖାଲି ପଛପଟ ଷ୍ଟୋର ରୁମ୍ଟା ଲାଗିଥିଲା ସେମିତି ଆଉ କୌଣସି କ୍ଷତି ବେଶୀ ହେଇନାହିଁ। ନାଇଁ ସେ ଆମେ ବ୍ୟାଚ୍ ବାଇ ବ୍ୟାଚ୍ ସମସ୍ତଙ୍କୁ ଆସ୍ତେ ଆସ୍ତେ ଟ୍ରେନିଂ ସମସ୍ତଙ୍କୁ ଦିଆଯାଉଛି ଏବଂ ସବୁ ବଡ଼ ବଡ଼ ମଲ୍ ଏବଂ ଯେକୌଣସି ବ୍ୟାଙ୍କ ପାଇଁ ସବୁ ଇନ୍ସପେକ୍ସନ୍ କରାଯାଉଛି କରାଇକି ସମସ୍ତଙ୍କୁ ଚେକ୍ ଲିଷ୍ଟ ଦିଆଯାଉଛି ସମସ୍ତେ ତାଙ୍କର ନିରାପତ୍ତା ବ୍ୟବସ୍ଥା କରିବା ପାଇଁ। ୟୁକୋ ବ୍ୟାଙ୍କ ଭିତରେ ଗୋଟେ ଏକ୍ସଟିଂଗୁଇସର ୟୁଜ୍ କରିଥିଲେ ଡିସିବି ଏକ୍ସଟିଂଗୁଇସର କିନ୍ତୁ ସେ ଠିକ୍ରେ ପ୍ରପର୍ ୟୁଜ୍ କରିପାରିନାହାନ୍ତି ଯେଉଁଟାକି ଇଫେକ୍ଟିଭ୍ ହେଇପାରୁନି ସେ ନିଆଁ ପାଖକୁ ପହଞ୍ଚି ପାରୁନାହାନ୍ତି। ନିଆଁ ଲାଗିଥିଲା ବୋଲି ଯେଉଁ ଧୂଆଁଟା ପ୍ରବେଶ କଲା ଆମ ବ୍ୟାଙ୍କ ଭିତରେ ମୁଁ ଚେଷ୍ଟା କଲି ମୁଁ ଦେଖିଲି ଯେ କେଉଁ ପଟେ ନିଆଁ ଲାଗିଛି ବୋଲି ବ୍ୟାଙ୍କ ଭିତରେ କିଛି ନିଆଁ ଲାଗି ନଥିଲା ଧୂଆଁଟା ଭିତରକୁ ପ୍ରବେଶ କଲା ମୁଁ ପଛପଟେ ମୋ ଫାୟାର ଇନଷ୍ଟେସନ୍ ନେଇକିରି ମୁଁ ନିଜେ ଇସ୍ତେମାଲ କଲି ଆଉ ପାଣି ମୁଁ ନିଜେ ଇସ୍ତେମାଲ କରି ତାକୁ ଆୟତ୍ତ ଉପରେ ରଖିଲି ତଥାପି ମୁଁ ଆୟତ୍ତ କରିପାରିନି। ତାପରେ ଆମ ସେ ନଖିଆ ବାବୁ ଯେ ଟ୍ରାଫିକ୍ ନର୍ମାଲ ସେ ମୋତେ ବି ହେଲ୍ପ କଲେ। ବ୍ୟାଙ୍କରେ ଫାୟାର ସେଫ୍ଟି ଡିଭାଇସ୍ କିଛି ଅଛି କି? ହଁ ମୁଁ ନେଇକି ସଫିସିଏଣ୍ଟ ଅଛି। ହଁ ମୁଁ ନେଇକି ଯାଇଥିଲି କାମ କଲା ନା ଅଚାନକ ଗୁଜ ଉଠିଲା ନିଆଁ ଲାଗିଛି ୟୁକୋ ବ୍ୟାଙ୍କ ପଛପଟେ ନିଆଁ ଲାଗିଛି ଆମେ ସବୁ ଦଳ ଧରିକି ଆସିଲେ ଦେଖିଲା ବେଳକୁ ବର୍ତ୍ତମାନ ୟୁକୋ ବ୍ୟାଙ୍କ ପଛପଟେ ଗୋଟେ ପରିତ୍ୟକ୍ତ ଷ୍ଟୋର ରୁମ୍ ଅଛି ଯେଉଁଥିରେ କି ପୁରୁଣା ଜିନିଷପତ୍ର କିଛି ଥିଲା ଫୋମ୍ ଫୋମ୍ ସେଠି ପଡ଼ିଥିଲା ଏବଂ ତା ଭିତରେ ମଧ୍ୟ ସର୍ଟ ସର୍କିଟ୍ ହେଇଛି ଯାହା ଆମେ ଦେଖିଲୁ ଅଗ୍ନିଶମ ଭାଇ ଆସି ଯଥାଶୀଘ୍ର ଆସିକି ତାକୁ ଲିଭାଲିଭି କରିଛନ୍ତି। ଲିଭାଲିଭି କରିବା ଭିତରେ ଇଏ ଯେଉଁ ନିଆଁ ଲାଗିଛି ୟୁକୋ ବ୍ୟାଙ୍କ ଭିତର ଯାକ ପ୍ରବଳ ମାନେ ଧୂଆଁ ହେଇଯାଇଛି ସମସ୍ତେ ଭାବିଲେ ୟୁକୋ ବ୍ୟାଙ୍କ ନିଆଁ ଲାଗିଥିବ ବୋଲି ଏବଂ ପାଖରେ ବଡ଼ ବଡ଼ ଦୋକାନ ମଧ୍ୟ ଅଛି ଷ୍ଟୋର ମଧ୍ୟ ଅଛି ସମସ୍ତେ ଭାବିଲେ ନିଆଁ ଲାଗିଯାଇଥିବ ବୋଲି କିନ୍ତୁ ଅଗ୍ନିଶମ ଟିମ୍କି ଧନ୍ୟବାଦ ଦିଆଯିବ ସେମାନେ ଶୀଘ୍ର ଆସିକି ନିଆଁକୁ ଆୟତ୍ତ କରିଛନ୍ତି। ଯାହା କଣ୍ଡିସନରୁ ପାରିପାରିକ କଣ୍ଡିସନରୁ ଜଣାପଡ଼ିছে ସର୍ଟ ସର୍କିଟ୍ରୁ ନିଆଁ ଲାଗିଛି ସେଠୁ ନିଆଁ ଆୟତ୍ତ କରିଲା ପରେ ସେମାନେ ଆସି ୟୁକୋ ବ୍ୟାଙ୍କ ଭିତରେ ବି ପଶିକି ଦେଖିଥିଲୁ ଆମେ ବି ଯାଇ ୟୁକୋ ବ୍ୟାଙ୍କ ଭିତରେ ଦେଖିଛୁ ଏବଂ ପାଖରେ ଥିବା ଗୋଦାମ ମଧ୍ୟ ଦେଖିଛୁ କେବଳ ଧୂଆଁ ତା ଭିତରେ ହେଇଛି କିନ୍ତୁ ତା ଭିତରକୁ ଅଗ୍ନି ଆସିନାହିଁ।